ବର୍ତ୍ତମାନ ଝିଅମାନଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର, ଯାହାକି କେନ୍ଦ୍ର ସରକାରଙ୍କଠୁ ନେଇ ରାଜ୍ୟ ସରକାର ବାଳିକାମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ପ୍ରତ୍ୟେକ ଝିଅ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି। ଏହି କ୍ରମରେ ସାମିଲ ଅଛି ଏମିତି ଏକ ଯୋଜନା ଯେଉଁଥିରେ ସରକାର 2 ଲକ୍ଷ ଟଙ୍କା ଦେଉଛନ୍ତି। ଝିଅମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା ସମୟ ସମୟରେ ସରକାର ଆରମ୍ଭ କରନ୍ତି। ଝିଅମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ଯାହାଦ୍ୱାରା ଝିଅମାନେ ଏହି ଯୋଜନାର ଲାଭ ପାଇପାରିବେ। ସମୟ ସମୟରେ ବିଭିନ୍ନ ପ୍ରକାର ଯୋଜନା ପ୍ରକାଶ ପାଇଥାଏ। ତେବେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଯୋଜନା ଅନୁଯାୟୀ ଝିଅମାନଙ୍କୁ ସରକାର 2 ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ଆପଣମାନଙ୍କୁ ଆବେଦନ କରିବାକୁ ପଡ଼ିବ। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଖବର। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ ଏହି ଯୋଜନାର ଲାଭ ଏପରି ଝିଅମାନଙ୍କୁ ଦିଆଯାଉଛି ଯାହାର ବାର୍ଷିକ ପରିବାରର ଆୟ 2 ଲକ୍ଷରୁ କମ୍, ଅର୍ଥାତ୍ ଯେଉଁ ଝିଅମାନଙ୍କର ବାର୍ଷିକ ପାରିବାରିକ ଆୟ 2 ଲକ୍ଷ ଟଙ୍କାରୁ କମ୍ ଏଥିପାଇଁ ଏହି ଯୋଜନାରେ ସହଜରେ ଆବେଦନ କରିପାରିବେ। ଯଦି ଆପଣ ଏହି ଯୋଜନାରେ ଯୋଗ ଦେବାକୁ ଏବଂ ଏହାର ଫାଇଦା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ। ସରକାରଙ୍କର ଏହି ଯୋଜନାକୁ ଭାଗଲକ୍ଷ୍ମୀ ଯୋଜନା ନାମରେ ନାମିତ କରିଛନ୍ତି। ଏଠାରେ ବାସିନ୍ଦା ଏହି ଯୋଜନାର ଆବେଦନ କରିପାରିବେ। ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଭାଗଲକ୍ଷ୍ମୀ ଯୋଜନା ଅନୁଯାୟୀ ଝିଅର ଜନ୍ମ ସମୟରେ ସରକାର 50,000 ଟଙ୍କା ପ୍ରଦାନ କରୁଛନ୍ତି, ଯାହାପରେ 21 ବର୍ଷ ହେବା ପରେ ସେହି ସମୟରେ ଝିଅଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ସହିତ ଯେତେବେଳେ ଏକ ଝିଅ ଜନ୍ମ ହୁଏ ସେମାନଙ୍କୁ ସରକାର ନଗଦ 5,100 ଟଙ୍କା ପ୍ରଦାନ କରନ୍ତି। ଏହି ଅର୍ଥ ମହିଳା ଗର୍ଭପାତକୁ ରୋକିବା ଉଦ୍ଦେଶ୍ୟରେ ସରକାର ପ୍ରଦାନ କରିଛନ୍ତି ଏବଂ ଝିଅର ଶିକ୍ଷାବୃତ୍ତି ପାଇଁ ଟଙ୍କା ଦିଆଯାଉଛି, ଯାହାଦ୍ୱାରା ଝିଅ ଆଗକୁ ବଢ଼ିପାରିବେ। ଏହା ବ୍ୟତୀତ ଏହି ଯୋଜନାର ଟଙ୍କା ଅନେକ କିସ୍ତିରେ ଝିଅ ପିଲାଙ୍କୁ ଦିଆଯାଏ। ଏହି ଯୋଜନାର ଅଂଶଗ୍ରହଣ କରିବା ପାଇଁ ଆଧାର କାର୍ଡ଼, ରାସନ କାର୍ଡ଼, ଝିଅ ସନ୍ତାନର ଜନ୍ମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଆବାସିକା ପ୍ରମାଣପତ୍ର, ବ୍ୟାଙ୍କ ବିବରଣୀ, ଝିଅର ପିତାମାତାଙ୍କ ପାସପୋର୍ଟ ଆକାର ଫଟୋ, ଏହା ବ୍ୟତୀତ ଝିଅ ସନ୍ତାନର ଜନ୍ମ ତାରିଖ। ତ ଶିକ୍ଷା ପାଇଁ ଝିଅ ପିଲାଙ୍କୁ ଦିଆଯାଇଥିବା ରାଶି ବିଭିନ୍ନ ପର୍ଯ୍ୟାୟରେ ଦିଆଯାଏ, ଯଥା ଯେତେବେଳେ ସେ 6ଠ ଶ୍ରେଣୀରେ ପ୍ରବେଶ କରନ୍ତି ସେତେବେଳେ 3,000 ଟଙ୍କା ଦିଆଯାଏ। ତାପରେ ଯେତେବେଳେ ସେ 8ମ ଶ୍ରେଣୀରେ ପ୍ରବେଶ କରନ୍ତି ସେତେବେଳେ 5,000 ଟଙ୍କା ଦିଆଯିବ। ଯେତେବେଳେ ସେ 10ମ ଶ୍ରେଣୀରେ ଆଡମିସନ୍ ନିଅନ୍ତି ସେତେବେଳେ ତାଙ୍କୁ 5,000 ଟଙ୍କା ମିଳିବ। ଏହି ଯୋଜନା ପାଇଁ ପଞ୍ଜୀକରଣ ଫର୍ମ ଆରମ୍ଭ ହୋଇଯାଇଛି। ଏହି ଯୋଜନା ପାଇଁ ଆପଣଙ୍କ ଅଙ୍ଗନବାଡ଼ିରେ ଆପଣମାନେ ଏହି ଫର୍ମ ଫିଲ୍ଅପ୍ କରିପାରିବେ। ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟରେ ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ, ଯେଉଁଠାରେ ଆପଣଙ୍କର ଆବେଦନ ଫର୍ମ ଯାଞ୍ଚ କରାଯିବ। ଏହାପରେ ଏହି ଯୋଜନାର ଲାଭ ଆପଣଙ୍କ ଝିଅକୁ ଦିଆଯିବ। ଆଉ ଆପଣମାନଙ୍କର ଝିଅ ଅଛି କି ନାହିଁ କମେଣ୍ଟ କରନ୍ତୁ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ତାହା ବି ମଧ୍ୟ କମେଣ୍ଟ କରିକି କୁହନ୍ତୁ।